ରୋହିତ କୋହଲି ବିଶ୍ୱକପ୍ ନ ଖେଳିଲେ ଫାଶୀ ପାଇବେ ଗୌତମ ଗମ୍ଭୀର। ହଁ ଆଜ୍ଞା, ଆପଣମାନେ ଠିକ୍ ଶୁଣିଛନ୍ତି। ଆସନ୍ତା 2027ରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ ଦକ୍ଷିଣ ଆଫ୍ରିକାରେ। ଯଦି ଭାରତର ହାର୍ଡ ହିଟର ଦେଖିବାକୁ ଗଲେ ହିଟମ୍ୟାନ୍ ଏବଂ ରଣବୀର ସିଂ ବିରାଟ କୋହଲି ନ ଖେଳେ ତାହେଲେ ଫାଶୀ ପାଇବ ଗୌତମ ଗମ୍ଭୀର। କାହିଁକିନା ତାଙ୍କରି ପଛରେ ରହିଛି ଗୌତମ ଗମ୍ଭୀରର ହାତ, ତାଙ୍କର ସନ୍ନ୍ୟାସୀ ହେବାର ହାତ ରହିଛି ଗୌତମ ଗମ୍ଭୀରର ହାତ। ଆପଣମାନେ ଠିକ୍ ଥମ୍ବନେଲ୍ ଦେଖି ଠିକ୍ ଭିଡ଼ିଓକୁ ଦେଖୁଛନ୍ତି ଏବଂ କହି ରଖୁଛି ଯେ ଅଲଗା ନ୍ୟୁଜ୍ରେ କ'ଣ କହନ୍ତି ମୁଁ ଜାଣିନି, କିନ୍ତୁ ମୋ ନ୍ୟୁଜ୍ରେ ସବୁଠାରୁ ଫାଷ୍ଟ ପୁରା ଭିତରିଆ କଥା କହିବି। BCCI କେଉଁ ପଟେ ଶୁଅନ୍ତି ଏବଂ କେଉଁ ପଟେ ନ ଶୁଅନ୍ତି, କ'ଣ ପଟେ ଯାଆନ୍ତି, ସେଇ କଥା ହିଁ ଜାଣିପାରିବେ ଆପଣ। କେଉଁଟା ଭଲ BCCI ପାଇଁ, କେଉଁଟା ଖରାପ, ସେଇଟା ହିଁ ଖବର ଏଇ ଚ୍ୟାନେଲ୍ରେ ପାଇପାରିବେ ଆପଣମାନେ। ତ ଫ୍ରେଣ୍ଡ, ଭିଡ଼ିଓକୁ ଯେତେ ପାରେ ସେତେ ସେୟାର କରିବେ ଏବଂ କହି ରଖୁଛି ଯେ ଆସନ୍ତା 27 ୱାର୍ଲଡ଼ କପ୍ରେ ଯଦି ବିରାଟ ଏବଂ ରୋହିତ ନ ଖେଳେ ତାହେଲେ ଫାଶୀ ପାଇବେ। ଏଇ ଖବର ମୁଁ କହୁନି, କହୁଛନ୍ତି ଭାରତର ଫ୍ୟାନ୍ସ ମାନେ। କାହିଁକି ନା ଦିନିକିଆ ଦେଖିବାକୁ ଗଲେ ମାତ୍ର ବିରାଟ ଏବଂ ରୋହିତ ଖେଳୁଛନ୍ତି ଏବଂ ବାକି ତକ ସନ୍ନ୍ୟାସ ନେଇଛନ୍ତି। ଦେଖିବାକୁ ଗଲେ T20 ତାଙ୍କ ମତରେ ସନ୍ନ୍ୟାସ ନେଇଥିଲେ ଏବଂ ଟେଷ୍ଟ କିନ୍ତୁ ଗୌତମ ଗମ୍ଭୀର, କାହିଁକିନା ଗୋଟିଏ ବଲ୍ରେ ଛକା ଜିତାଇ ନେଇ ୱାର୍ଲଡ଼ କପ୍। ଏବଂ ହର୍ଷିତ ରାଣା, ଆପଣମାନେ ଜାଣିଥିବେ ଗମ୍ଭୀର ନା ଗୌତମ ଗମ୍ଭୀର, କିନ୍ତୁ ମୋ ମତରେ ଗୌତମ ଗମ୍ଭୀର, ହର୍ଷିତ ରାଣା ସେତିକି ବଡ଼ ତାଙ୍କର ନାଁ। କାହିଁକିନା ଗୋଟିଏ ଛକାରେ ୱାର୍ଲଡ଼ କପ୍ ଜିତାଇ ନାହିଁ। ଏବଂ ଏମିତି ଫ୍ୟାନ୍ସ ମାନେ କହୁଛନ୍ତି ଯଦି ୱାର୍ଲଡ଼ କପ୍ ଆଗରୁ ସନ୍ନ୍ୟାସ ନିଅନ୍ତି ସେମାନେ, ତାଙ୍କରି ପଛରେ ହାତ ରହିବ କାହାର ନା ଗୌତମ ଗମ୍ଭୀର। ତେଣୁ ଏହାକୁ ଦୃଷ୍ଟିରେ ରଖି କହୁଛନ୍ତି, ଯଦି ଫ୍ୟାନ୍ସ ମାନେ କହୁଛନ୍ତି ଯଦି ଦିନିକିଆ ବିଶ୍ୱକପ୍ ନ ଖେଳନ୍ତି ଭାରତ ହାରିବ ଏବଂ ଫାଶୀ ଦିଆଯିବ କାହାକୁ, ହେଡ୍ କୋଚ୍ ହୋଇଛନ୍ତି ଗୌତମ ଗମ୍ଭୀର। ତ ଆପଣଙ୍କ ମତରେ କୁହନ୍ତୁ, ଗୌତମ ଗମ୍ଭୀରକୁ ଫାଶୀ ଦିଆ ଉଚିତ କି ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।